वरिष्ठ नागरिक गृह सायापड़ाଠାରେ ଆମର ଅନ୍ତେବାସୀମାନଙ୍କୁ ନେଇ 3 ଦିନ ପର୍ଯ୍ୟନ୍ତ ରଜ ପାଳନ କରାଯିବ। ଆଜି ମଧ୍ୟ ପ୍ରଥମ ଦିନରେ ରଜ ପାଳନ କରାଯାଇଛି ଆଉ ସମସ୍ତଙ୍କ ପାଇଁ ପିଠାପଣାର ବ୍ୟବସ୍ଥା ମଧ୍ୟ କରାଯାଇଛି। ଆଗ ରଜ ଭଳି ଆगे ଯେମିତି ରଜ ପର୍ବ ପାଳନ କରାଯାଉଥିଲା ଏବେ ଯୋଉ ରଜ ପର୍ବ ଭିତରେ ପାଳନ କରାଯାଉଛି ତା ଭିତରେ କ'ଣ କେମିତି ଆପଣ ଅନୁଭବ କରୁଛନ୍ତି? ଆଗେ ଯୋଉ ମାତ୍ରାରେ ପାଳନ କରାଯାଉଥିଲା ଏବେ ତାହା କିଛି ମାତ୍ରାରେ କମି ଯାଇଛି। ଯେ ଲୋକମାନଙ୍କର ଆଗ୍ରହ କମିଛି ଆଗ ଭଳି ସେତେଟା ରଜ ପାଳନ କରାଯାଉ ନାହିଁ। ଲୋକମାନଙ୍କୁ କ'ଣ ରଜ ବାର୍ତ୍ତା ଦେବେ? ଲୋକମାନଙ୍କୁ ଏହା ବାର୍ତ୍ତା ଦେବି ଯେ ଏହା ହେଉଛି ଏକ କୃଷି ପର୍ବ। ଏଥିରେ ସମସ୍ତେ ଶାନ୍ତି ସୌହାର୍ଦ୍ଦ୍ୟ ଆଉ ଭାଇଚାରା ନେଇ ଚଳନ୍ତୁ। ଏହା ହିଁ ରଜ ପାଇଁ ରଜ ଉପଲକ୍ଷେ ମୋର ସମସ୍ତଙ୍କ ପାଇଁ ବାର୍ତ୍ତା। କେମିତି ପାଳନ କରୁଛନ୍ତି? ପିଠା ଖାଉ, ନୂଆ ଲୁଗା ପିନ୍ଧଉ, ରଜ ପାଳନ କରୁ। ତା ଦେହରେ ଯୋଉ ବାର ତୀର୍ଥ ପଡ଼େ ଆମେ ମାଛ ମାଂସ ବି ଖାଉ। ଆଗେ ଯେମିତିଆ ପାଳନ ହେଉଥିଲା ତା ପ୍ରତି ଟିକେ ଇଏ ହେଇଯାଇଛି। ଆମେ ସବୁଥିରେ ଆମେ ଖୁସି। ଆଗେ ଯୋଉ ରଜ ପାଳନ କରୁଥିଲେ ଏବେ ରଜ ଭିତରେ କ'ଣ ପାର୍ଥକ୍ୟ ନାହିଁ। ସେଇ ଲୁଗା ପିନ୍ଧିବା, ସେଇ ଭାତ ଖାଇବା, ସେଇ ଡାଲି ଖାଇବା, ସେଇ ତରକାରୀ ଖାଇବା, ସେଇ ମିଠା ଖାଇବା, ସେଇ ଖୁସିରେ ପିଠାପଣା ଖାଇବା, ପିଠା ପୋଡ଼ିବା, ଆମର ସବୁ ଖୁସି। देश विदेश कोण अनुकोणर टेक्निक खबर देखंतु आम सह यूट्यूब फेसबुक और इंस्टाग्राम रे आमको देखंतु लाइक शेयर और सब्सक्राइब करने को आद्यम भूलंतुनि।